ଢେଙ୍କାନାଳ ବନଖଣ୍ଡ ଅଣଗେଜେଟେଡ୍ ବନସଭା ସଂଘ ପକ୍ଷରୁ 3 ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଛି। ବିଗତ ଦିନରେ ହିନ୍ଦୋଳରେ ଫରେଷ୍ଟ ଗାର୍ଡକୁ ଶିକାରୀମାନେ ଯେଉଁଭଳି ନିର୍ମମ ଭାବରେ ହତ୍ୟା କରିଥିଲେ ତାହା ବନ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ଫରେଷ୍ଟ କମିଶନ ଗଠନ, ପ୍ୟାକେଜ ସାଲାରୀ ଓ ଇନ୍ସୁରାନ୍ସ ପ୍ରଦାନ ଆଦି ଦାବି ରହିଛି। ଆଗାମୀ 21 ତାରିଖ ଭିତରେ ଦାବି ପୂରଣ ନ ହେଲେ 22 ତାରିଖଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ଅନୁଗୁଳ ସର୍କଲ ବନ କର୍ମଚାରୀ ସଂଘ ଜୋନ୍ ସଭାପତି ବୀରେନ୍ଦ୍ର ଦେହୁରୀଙ୍କ ସମେତ ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଞ୍ଚଳର ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଡେପୁଟି ରେଞ୍ଜରମାନେ ଉପସ୍ଥିତ ରହିଥିଲେ। ଆମର ସୁରକ୍ଷା ନିମନ୍ତେ ଆମେ ସମସ୍ତେ ଆଜିକାଲି ଯେଉଁ ଲାଠି ନେଇକି ଆମେ ଡ୍ୟୁଟି କରୁଛୁ ସେଇଟା ଆଜିର ଦିନରେ ଗୋଟେ ସଠିକ୍ ପଦକ୍ଷେପ ନୁହେଁ। ଆଜିକାଲି ଯେଉଁ ଶିକାରୀ ମାନେ ଯେଉଁ ୱେପନ୍ ନେଇକି ଯାଉଛନ୍ତି ଆମେମାନେ ତା ତୁଳନାରେ କିଛି ନୁହେଁ, ଲାଠି ଗୋଟେ ନେଇ ସେମାନଙ୍କର ପ୍ରତିବାଦ କରିବା କିଛି ସମ୍ଭବପର ହେଉ ନାହିଁ। ତେଣୁ ଆମେ 3 ଦଫା ଦାବି ନେଇ ଯେଉଁ ରାଜ୍ୟ ସଂଘ ତରଫରୁ ଦାବି ରଖିଥିଲୁ, ସରକାର ତାହାର ଶୁଣିଲେ ନାହିଁ। ତେଣୁ ଆଜି ଆମେ ଏଠି ଆମେ ସବୁ କଳା ବ୍ୟାଚ୍ ପରିଧାନ କରି 15 ତାରିଖରୁ ଆମେ ପ୍ରତିବାଦ କରି ଆମେ ଡ୍ୟୁଟି କରୁଛୁ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଛୁ। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ। 22 ତାରିଖରୁ ଆମେ ସମସ୍ତେ ମାସ୍ ଲିଭ୍ରେ ଯାଇ ଏହାକୁ ଆହୁରି ପ୍ରତିବାଦ ଦୃଢ଼ ଆକାରରେ କରିବୁ। ଆମର ଯୋଉ ଶହୀଦ ପ୍ରହ୍ଲାଦ ପ୍ରଧାନଙ୍କ ଯୋଉ ନିର୍ମମ ହତ୍ୟା କରାଗଲା, ତେଣୁ ତାଙ୍କର ପ୍ରତିବାଦ, ତାଙ୍କର ଯୋଉ ମରଣୋତ୍ତର ଯୋଉ ହେଇଛି ନିର୍ମମ ହତ୍ୟା କରାଯାଇଛି ତା ପ୍ରତିବାଦ କରି ଆମେ ସରକାର ତରଫରୁ 3 ଦଫା ଆମେ ଦାବି ତାଙ୍କ ପାଖରେ ରଖିଛୁ। ପ୍ରଥମ ଦଫା ହେଲା ତାଙ୍କର ଯୋଉ ମୃତ୍ୟୁକାଳୀନ ଯୋଉ ଅଛି, ତେଣୁ ସେ ତାଙ୍କର ସମସ୍ୟା ସମାଧାନ ଏବଂ ସହଯୋଗ ପାଇଁ 1 କୋଟି ସହାୟତା ରାଶି ଘୋଷଣା କରିବା ପାଇଁ ସରକାର ଭାଇ ଡିମାଣ୍ଡ କରିଛୁ। ଦ୍ୱିତୀୟ ହେଉଛି ତାଙ୍କର ଯୋଉ କେସ୍ ଚାଲିଛି, ଯୋଉମାନେ ଶିକାରୀମାନେ ଗୁଳି କରି ହତ୍ୟା କରିଛନ୍ତି, ତେଣୁ ତାଙ୍କର କେସ୍କୁ ଫାଷ୍ଟ ଟ୍ରାକରେ ଅପିଲ କରି ତାଙ୍କୁ ଶୀଘ୍ର ତାଙ୍କର ଯୋଉ ଶିକାରୀ ଅଛନ୍ତି ତାଙ୍କୁ ଦଣ୍ଡବିଧାନ କରିବା ପାଇଁ ଆମେ ଦାବି ରଖିଛୁ। ଦ୍ୱିତୀୟ ଦାବି ହେଉଛି କମିଶନର ଗଠନ। ଆମର ଆଜି ପର୍ଯ୍ୟନ୍ତ ଡିପାର୍ଟମେଣ୍ଟରେ ଅନେକ ସମସ୍ୟା ଗୁଡ଼ିକ ରହିଛି, ତେଣୁ ସମସ୍ୟା ଗୁଡ଼ିକ ସମାଧାନ ହେଉନାହିଁ। ତେଣୁ ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ ଆମେ ସରକାର ପାଖରେ ଗୋଟେ ଫରେଷ୍ଟ କମିଶନ ଗଠନ କରିବା ପାଇଁ ସରକାର ପାଇଁ ପ୍ରସ୍ତାବ ରଖିଛୁ, ଯଦ୍ୱାରା ଆମର କିଛି ଯୋଉ ଅସୁବିଧା ସମସ୍ୟା ଅଛି, ଯଥା SSF ଅଛି, ଗୋଟେ RRT ଅଛି, ଆଉ ଏଗୁଡ଼ିକ ଆମେ 15 ବର୍ଷ ହେଲା ମଧ୍ୟ ଡିମାଣ୍ଡ ରଖିଥିଲୁ, ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ତେଣୁ ଏଗୁଡ଼ିକ ପୂରଣ ହେବା ଦରକାର। କିଛି ଆମର ଯୋଉ ରହିଛି ରିକ୍ରୁଟମେଣ୍ଟ ଉପରେ ମଧ୍ୟ ପରିବର୍ତ୍ତନ ହେବା ଦରକାର ଅଛି। ଆମର ଚାକିରି କ୍ଷେତ୍ରରେ କିଛି ସମସ୍ୟା ଅଛି, ତାର ମଧ୍ୟ କିଛି ପରିବର୍ତ୍ତନ ଅଛି। ତେଣୁ ଅନେକ ଗୁଡ଼ିଏ ପରିବର୍ତ୍ତନ ଅଛି। ତେଣୁ ତାକୁ ନେଇ ଆମେ ସରକାରଙ୍କ ପାଖରେ ଆମେ ଡିମାଣ୍ଡ ରଖିଛୁ। ତୃତୀୟ ଡିମାଣ୍ଡ ହେଲା ଆମର କୌଣସି ସମସ୍ୟାରେ ମରିଗଲେ ବା ଶହୀଦ ହେଇଗଲେ ତେଣୁ ତାର ପରିବାର ପାଇଁ ଆଉ ଗୋଟେ 1 କୋଟି ଟଙ୍କାର ଇନ୍ସୁରାନ୍ସ ପ୍ୟାକେଜ ପାଇଁ କୌଣସି ଜାତୀୟ ବ୍ୟାଙ୍କ ଦ୍ୱାରା ଆମକୁ ଦେବା ପାଇଁ ଆମେ ସରକାରଙ୍କ ପାଖରେ ଡିମାଣ୍ଡ ରଖିଛୁ। ବ୍ୟୁରୋ ରିପୋର୍ଟ, JB8 समाचार।